ସମସ୍ତଙ୍କୁ ଆଶା କରୁଛି ସମସ୍ତେ ଭଲରେ ଥିବେ। ମୁଁ ତ ଗୋଟେ ଫାଇନ୍ ଅଛି। ଆପଣ ଜାଣିଥିବେ ମୁଁ କେତେ ନିରୀହ ଛୁଆଟେ, କିନ୍ତୁ ଆଜି ମୋ ସହିତ ଯାହା ଘଟିଲା ମୁଁ ବିଶ୍ୱାସ କରିପାରିଲିନି। ଆକ୍ଚୁଆଲି ମୋର ଆଜି ଜଣଙ୍କ ସହିତ ଝଗଡ଼ା ହେଇଗଲା। ଯିଏ ଝଗଡ଼ା କଲେ ସିଏ ମୋତେ କହି ଚାଲିଲେ ଝଗଡ଼ା ମାନେ ବେଶୀ ନୁହଁ, ଫିର୍ ବି ଟିକେ ହେଲା ଆଉ କି ସେ ମୋତେ କହି ଚାଲିଲେ। ମୁଁ ଚୁପଚାପ ଶୁଣିଲି। ଯେତେବେଳେ ମୁଁ କହିଲି ସିଏ ଶୁଣିଲେ, କିନ୍ତୁ ମୁଁ ଚୁପ୍, କିଛି ଆନ୍ସର୍ କହିଲେନି। ତାପରେ ଫୋନ୍ କାଟିଦେଲି। କ'ଣ ହେଇଥିଲା ଶୁଣ, ମୋର ଯଦି ବାଲାନ୍ସଟା ସରିଯାଇଛି, ମୁଁ ମୋ ସ୍ୱାମୀକି ଫୋନ୍ଟା ଲଗାଉଛି, ମୋତେ ସେପଟରୁ କହୁଛନ୍ତି କି ତୁମ ବାଲାନ୍ସ ସରିଯାଇଛି, କଲ୍ଟା ଯାଇପାରିବ। ଆରେ ତୁମର ଯଦି ଏତିକି ଚିନ୍ତା ଅଛି, ମୁଁ କହିଲି ତୁମ ଭାଇ ରିଚାର୍ଜ ମୋର କରେଇ ଦିଅ, କି ଭଉଣୀ ଯିଏ ଲାଇନ୍ ଅଛନ୍ତି ଭାଇ ରିଚାର୍ଜ କରେଇ ଦିଅ ମୋର। ମୁଁ ମାସକୁ ଯଦି ଡାଇରେକ୍ଟ ନ ଦେଇପାରିବି 100 ଟଙ୍କା ଲେଖାଏଁ ଇନଷ୍ଟଲମେଣ୍ଟରେ ମୁଁ ଦେଇଦେବି। ସେତକ ବି କଲେନି, କହି ଚାଲିଲେ ଆପଣଙ୍କର କଲ୍ ଯିବନି। ମୁଁ କହିଲି ମୋ ସ୍ୱାମୀଙ୍କ ସହିତ ମୋର ଟିକେ ଅର୍ଜେଣ୍ଟ କଥା ଅଛି, ଟିକେ କଥା କରେଇ ଦିଅ। ସେତେବେଳେ ମୁଁ ଯେତେଥର ଫୋନ୍ କଲି ସେ ଗୋଟେ କଥା ରିପିଟ୍ କଲେ। ପୁରା ଝଗଡ଼ା ମାନେ ସାଂଘାତିକ ଝଗଡ଼ା। କ'ଣ କହିବି, ସେ କଷ୍ଟମର ବାଲାକୁ ତ ମୋତେ ରିଚାର୍ଜ କରିଦେବ, ଏତେ ଥର କହୁଛ, ଥରେ କରେଇ ଦେଉନ, ତୁମର ପଇସା ସରିଯାଉଛି। ମୁଁ ଭଲ ଲୋକ ନୁହେଁ। ଆପଣଙ୍କ ସହିତ ଯଦି ଏମିତି ହେଇଛି, ଦୟାକରି ମୋତେ ଟିକେ କମେଣ୍ଟରେ କହିଲେ। ରହିଲି, ରାଧେ ରାଧେ।